ମଣିଷଙ୍କର ଆଶା କ'ଣ ଏବଂ ସେ ଆଶାର ମାନେ କ'ଣ, ସେଇ ଆଶା ବାବଦରେ ଆମେ ଆଲୋଚନା କରିବା। ଯେ ପ୍ରାୟତଃ ଶୁଣା ହେଉଛି ଟିକେ ଟିକେ କଥାରେ, ଆଜିକାଲିର ମଣିଷମାନେ କହୁଛନ୍ତି ଯେ ମୋର ଆଶା ଥିଲା ଏଇଆ, ମୁଁ ଏହା ହିଁ ପାଇଲି। ତା ଅର୍ଥ ମୁଁ ଆଶା କରିଥିଲି ତାହା ମୋତେ ମିଳିଲା। ଯଦି ସେ ଖୁସି ହେଉଛି, ଯଦି ସେ ଆଶା କରିଥିଲା ତାହା ନ ମିଳିଲା, ତାହେଲେ ସେ ଦୁଃଖ ଅନୁଭବ କରୁଛି। ସେ ଆଶା ଶବ୍ଦ କ'ଣ, ସେ ଆଶାର ତାତ୍ପର୍ଯ୍ୟ କ'ଣ, ଆଶାର ମାନେ କ'ଣ? ଯେ ଆଶା ଅର୍ଥ ଆର ହେଉଛି ଆତ୍ମା, ସାର ହେଉଛି ଶାନ୍ତି। ଯେଉଁ ଆତ୍ମା ଶାନ୍ତି, ଯେକୌଣସି କାର୍ଯ୍ୟ ହେଉ ବା ଯେକୌଣସି ପଦାର୍ଥ ହେଉ ବା ଯେକୌଣସି ମନରେ ସୃଷ୍ଟି ହୋଇଥିବା ଆଶା ଯଦି ତାର ପୂରଣ ହୋଇଥାଏ, ତାହେଲେ ସେ ବ୍ୟକ୍ତି ଆନନ୍ଦ ଲାଭ କରିଥାଏ ବୋଲି ସେ ନିଜକୁ ନିଜେ କହେ। କିନ୍ତୁ ଆ ଅର୍ଥ ଆତ୍ମା, ସା ଅର୍ଥ ଶାନ୍ତି। କିନ୍ତୁ ପ୍ରକୃତରେ ଆଶାର ଶାନ୍ତିଟା କେବଳ ଆତ୍ମତୃପ୍ତି ବା ଆତ୍ମା ଶାନ୍ତିରେ ମିଳିଥାଏ। ତେଣୁ ଆତ୍ମା ଶାନ୍ତି, ଯେଉଁ ଆଶା ମାନେ ଆତ୍ମା ଶାନ୍ତି କିପରି ପାଇବେ ଆପଣମାନେ? ନା ଯେତେବେଳେ ଆପଣ ସ୍ୱଚ୍ଛରେ ରହିବେ। ସ୍ୱଚ୍ଛ ଅର୍ଥ ପବିତ୍ର। ଆପଣଙ୍କର ବାତାବରଣ, ପରିବେଶ, ଆଚାର ବିଚାର ଏ ବାବଦରେ ଯଦି ଆପଣଙ୍କର ସ୍ୱଚ୍ଛତା ଆସିବ, ପବିତ୍ରତା ଆସିବ, ନିଶ୍ଚିତ ଭାବରେ ହିଁ ଆତ୍ମସନ୍ତୁଷ୍ଟି ଆପଣ ଲାଭ କରିବେ। କାହିଁକି ନା ଆତ୍ମା ସହିତ ପରମାତ୍ମାଙ୍କର ମିଳନ ହୋଇଥାଏ। ସେ ଆତ୍ମା ବି ଆପଣଙ୍କ ଶରୀର ଭିତରେ ଅଛି, ସେ ପରମାତ୍ମା ବି ଆପଣଙ୍କ ଶରୀର ଭିତରେ ଅଛନ୍ତି। ଯେଉଁଟାକି ହିଁ ଆପଣ ହୁଏତ ମନ୍ଦିର ଯାଉଛନ୍ତି, ପରମାତ୍ମାଙ୍କୁ ଆପଣ କ'ଣ ପାଇଁ ମନ୍ଦିର ଯାଉଛନ୍ତି? ପରମାତ୍ମାଙ୍କୁ ଦର୍ଶନ କରିବା ପାଇଁ। କିନ୍ତୁ ପ୍ରକୃତରେ ମନ୍ଦିର ଏଭଳି ଏକ ସ୍ଥାନ ଯେଉଁଠାରେ ଆପଣ ପରମାତ୍ମାଙ୍କର ଅନୁଭବ ପାଇପାରିବେ। ପରମାତ୍ମାଙ୍କର ଅନୁଭବ ପାଇପାରିବେ। କିନ୍ତୁ ସେହି ଅନୁଭବ ମଧ୍ୟ ଯଦି ଆପଣ ନିଜ ଶରୀରର ଆତ୍ମ ମନ୍ଥନ କରିବେ, ଆତ୍ମତୃପ୍ତି ପାଇବେ, ନିଶ୍ଚିତ ଭାବରେ ହିଁ ପରମାତ୍ମା ସେ ଶରୀରରେ ଅଛନ୍ତି ବୋଲି, ସେହି ଶରୀର ମନ୍ଦିରରେ ଅଛନ୍ତି ବୋଲି ଆପଣ ମଧ୍ୟ ଅନୁଭବ କରିପାରିବେ। ତେଣୁ ଆତ୍ମା ଶାନ୍ତି ହେଲେ ହିଁ ଆଶା ପୂରଣ ହୋଇଥାଏ। ତେଣୁ ଆଶା ଅର୍ଥ ଆର ଆତ୍ମା, ସାର ଶାନ୍ତି। ଯେଉଁ ଆତ୍ମା ଶାନ୍ତି କେବଳ ହିଁ ହେଇପାରିବ କାହା ମାଧ୍ୟମରେ? ନା ପରମାତ୍ମାଙ୍କ ମାଧ୍ୟମରେ। କାରଣ ପରମାତ୍ମା ଆପଣଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି, ପରମାତ୍ମା ଆପଣଙ୍କର ଜୀବନଦାତା ଅଛନ୍ତି, ଆଉ ସେ ଆତ୍ମା ହେଉଛି ପରମାତ୍ମାଙ୍କର ସେବକ। ଯଦି ଆପଣ ଆତ୍ମା ଶାନ୍ତି ଚାହୁଁଛନ୍ତି, ତାହେଲେ ସେବକ ତ ଆତ୍ମା, କିନ୍ତୁ ପରମାତ୍ମା ଆତ୍ମାକୁ ସୃଷ୍ଟି କରିଛନ୍ତି ଯେହେତୁ ସୃଷ୍ଟିକର୍ତ୍ତା, ତେଣୁ ପରମାତ୍ମାଙ୍କର ଆପଣ ଜୟଗାନ କରି ଆପଣଙ୍କର ପରମାତ୍ମାଙ୍କର ପ୍ରିୟ ହେଲେ ଆତ୍ମା ନିଶ୍ଚିତ ଭାବରେ ଶାନ୍ତି ହେବ, ତାହାର ତିଳେ ମାତ୍ର ସନ୍ଦେହ ନାହିଁ। ତେଣୁ ଆଶା ଅର୍ଥ ହେଉଛି ଏଇଆ ଯେ ଆର ଆତ୍ମା, ସାରେ ଶାନ୍ତି। ଆତ୍ମଶାନ୍ତି ହେଲେ ମଣିଷ ଆନନ୍ଦ ପାଏ।